ଗୁରୁ ହିଁ ମୁଖ୍ୟ, ଗୁରୁ ହିଁ ପରମ ପୂଜ୍ୟ, ପରମାରାଧ୍ୟ। କାହିଁକି? ତାଙ୍କର ଭରସାରେ ଆମେ ଆମର ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ ଦେବେ। ଗୁରୁ କିଛି ଦେବେନି, ମନ ରଖିବା କିଛି ଦେବେନି। ଯଦି ଗୁରୁ କିଛି ଦେବେ ତାହେଲେ ଗୁରୁ ଆମକୁ ଅପଙ୍ଗ ଦେଇପାରିବେନି। କ'ଣ ଦେବେ? ଜ୍ଞାନ ଦେବେ। ଜ୍ଞାନ ଦେବେ କ'ଣ ପାଇଁ? ଜ୍ଞାନ ଦେବେ ଆମ ଭିତରେ ଥିବା ଜ୍ଞାନ ଜାଗ୍ରତ ହେବ। ଗୁରୁ ତାଙ୍କର ଯେଉଁ ଅନୁଭବ ହୋଇଛି ସେ ଅନୁଭବର ସ୍ପର୍ଶରେ, ସେ ଅନୁଭବ ଜ୍ଞାନର ସ୍ପର୍ଶରେ ଆମ ଭିତରେ ଥିବା ବୋଧ ଜାଗ୍ରତ। ଆଉ ଯେତେବେଳେ ଆମ ଭିତରେ ଥିବା ବୋଧ ଜାଗ୍ରତ ହେଇଯିବ ଆମେ ସକ୍ଷମ ହେଇଯିବ। ଆଉ ଯିଏକି ଆଜି ଆମକୁ ଜ୍ଞାନ ଦେଉଛନ୍ତି ତାଙ୍କେ ବି ଅକ୍ଷମ ଥିଲେ, ସିଏ ବି ଅକ୍ଷମ ଥିଲେ, ସିଏ ବି କୌଣସି ଗୁରୁଙ୍କର ସ୍ପର୍ଶରେ ସକ୍ଷମ ହେଇଯିବ। ତାଙ୍କର ସ୍ପର୍ଶରେ ଆଉ କିଏ ସକ୍ଷମ ହେବ? ଏଇଭଳି ଗୁରୁ ଶିଷ୍ୟର ଖେଳ ଓ କାଳକୁ ଚାଲି ଆସୁଛି। ଏଇଟା ହେଉଛି ଇଏ ପୁରା ସୃଷ୍ଟିର ଯେଉଁ ଖେଳ ଚାଲିଛି, ଆର ଶେଷ ଖେଳ। ଖେଳର ଶେଷ ସିନ୍, ଗୁରୁ ଶିଷ୍ୟ ସିନ୍ ଆସିଲା ବେଳେ ଜାଣ ସିନେମା ସରିବା ଟାଇମ୍ ହେଇଯାଏ। ଯେମିତି ଆଗର ପୁରୁଣା ସିନେମା ଯାଇଥିଲା ଲାଷ୍ଟ ଫାଇଟିଂ, ସମସ୍ତେ ଜାଣିଛନ୍ତି ଲାଷ୍ଟ ଫାଇଟିଂ ଅଛି। ଲାଷ୍ଟ ଜିନ୍ଦଲ ଫାଇଟିଂ ହେଇକା ଏଣ୍ଡିଂ ହେବ, ଆଉ ଉପାୟ କିଛି ନାହିଁ। ଯେଉଁ ସିନେମା ଫାଇଟିଂ ଲାଷ୍ଟକୁ ହେବ, ପୋଲିସ ତାପରେ ଆଇବ, ପୋଲିସ ଆଗରୁ ଆଇବ, ପୋଲିସ ଖାଲି ସେ ମ୍ୟୁନିସିପାଲି ଲୋକ ଟେକିକି ନେଲା ବେଳେ ଗୁଆଳି କଥା ହିରୋ ଦେଇକି ସମସ୍ତଙ୍କୁ ବାଡ଼ାବାଡ଼ି କରିକି ଗୁଣ୍ଡା ବଦମାସଙ୍କୁ ଗୁଣ୍ଡାରେ ପକେଇଦେଲେ, ପୋଲିସ ଆସି ଗାଡ଼ିରେ ବସିକି ନେବ। ଖାଲି ସେ ଲାଷ୍ଟ ସିନ୍ ଆଇଲେ ଆମେ ଜାଣିବା ସିନେମା ସରିଲା। ଲାଷ୍ଟ ସେମିତି ଇଏ ଖେଳ ଚାଲିଛି ଭଗବାନଙ୍କର ବା ପରମାତ୍ମାଙ୍କର ବା କୌଣସି ଶକ୍ତିର। ଆର ଶେଷ ସିନ୍ ହେଉଛି ଗୁରୁ ଶିଷ୍ୟ, ଗୁରୁ ଶିଷ୍ୟର ସିନ୍। ଖେଳର ଶେଷ ହେଉଛି ଗୁରୁ ଶିଷ୍ୟ। ଗୁରୁ ଅର୍ଥ ଯିଏକି ତାଙ୍କର ଜ୍ଞାନର ସ୍ପର୍ଶରେ ଜାଗ୍ରତ କରିବାର କ୍ଷମତା ରଖିଛନ୍ତି। କାହିଁକିନା ତାଙ୍କର ଅନୁଭବ ଅଛି, ଅନୁଭବୀ ହିଁ ଅନ୍ୟ ଜ୍ଞାନ ଦେଇପାରିବେ। ଶିଷ୍ୟ ସିଏ ଯିଏକି ଗୁରୁଙ୍କର ସ୍ପର୍ଶରେ ଜାଗ୍ରତ ହେବା ପାଇଁ ପ୍ରସ୍ତୁତ ଅଛି। ସତ୍ୟକୁ ଜାଣିବା ପାଇଁ ଯିଏ ବ୍ୟାକୁଳ ହେଇଯାଉଛି ସେ ଶିଷ୍ୟ। ଏବେ ତାଙ୍କ